ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ ତ ଜାଣିଛନ୍ତି ସୁଭଦ୍ରା ଟଙ୍କା ପ୍ରଥମ କିସ୍ତି ଏବଂ ଦ୍ୱିତୀୟ କିସ୍ତି ଟଙ୍କା ମିଳିସାରିଛି ଏବଂ ତୃତୀୟ କିସ୍ତି ଆସନ୍ତା 24 ତାରିଖ ମିଳିବ, ତାହା ବି ଆପଣମାନେ ଜାଣିଥିବେ। ତ ଯେଉଁମାନେ ପାଇନାହାନ୍ତି ସୁଭଦ୍ରା ଟଙ୍କା ଆସନ୍ତା 24 ତାରିଖ ସେମାନେ ପାଇବେ। ତ ପାଇବା ପୂର୍ବରୁ ସେମାନଙ୍କର ଲିଷ୍ଟ କେମିତି ଆପଣମାନେ ନିଜେ ନିଜ ମୋବାଇଲରେ ଚେକ୍ କରିବେ। ତ ସେଥିପାଇଁ ପ୍ରଥମେ ଆପଣଙ୍କ ମୋବାଇଲର କ୍ରୋମ୍ ବ୍ରାଉଜର ଏମିତି ଓପନ୍ କରିବେ। ଓପନ୍ କଲା ପରେ ସର୍ଚ୍ଚ ବକ୍ସରେ ସୁଭଦ୍ରା ଯୋଜନା ଟାଇପ୍ କରିବେ। ଉପରେ ଯେଉଁ ସୁଭଦ୍ରା ଯୋଜନାର ଅଫିସିଆଲ୍ ୱେବସାଇଟ୍ଟି ଆସୁଛି ସେଇଥିରେ କ୍ଲିକ୍ କରିବେ। ଟିକେ ୱେଟ୍ କରିବେ। ଏଇଭଳିଆ ତା'ର ହୋମ୍ ପେଜ୍ଟି ଖୋଲିଯିବ। ଖୋଲିଗଲା ପରେ ଏଠି ଗୋଟେ ଅପସନ୍ ଦେଖିବେ, ତଳକୁ ଦେଖିବେ ଗୋଟେ ଅପସନ୍ ଅଛି ହିତାଧିକାରୀ ତାଲିକା, ସେଇଥିରେ କ୍ଲିକ୍ କରିବେ। ସେଇଥିରେ କ୍ଲିକ୍ କଲା ପରେ ଏଠି ଆପଣଙ୍କର ପ୍ରଥମେ ଆପଣଙ୍କର ଜିଲ୍ଲା ଯାହା ବି ହେଇଥିବ ସେଇଟା ଆପଣ ଏଠି ସିଲେକ୍ଟ କରିବେ। ଜିଲ୍ଲା ସିଲେକ୍ଟ କଲା ପରେ ଆପଣଙ୍କ ବ୍ଲକ୍ ଯାହା ହେଇଥିବ ତାହା ଆପଣ ସିଲେକ୍ଟ କରିଦେବେ। ତାପରେ ଆପଣଙ୍କର ଗ୍ରାମ ପଞ୍ଚାୟତ ସିଲେକ୍ଟ କରିଦେବେ। ତାପରେ ଏଠି ଯେଉଁ ଅପସନ୍ଟି ଅଛି ଦେଖନ୍ତୁ, ସେଇଥିରେ କ୍ଲିକ୍ କରିଦେବେ। ସେଇଥିରେ କ୍ଲିକ୍ କଲା ପରେ ଟିକେ ୱେଟ୍ କରିବେ। ଆପଣଙ୍କ ପଞ୍ଚାୟତର ଲିଷ୍ଟ PDF ଫର୍ମାଟ୍ରେ ଡାଉନଲୋଡ଼ ହେଉଛି, ଟିକେ ୱେଟ୍ କରିବେ। ଏଇଭଳିଆ ତଳେ ଦେଖେଇବ ଆପଣଙ୍କ ପଞ୍ଚାୟତ ନାମ, ଦୁଇଟା PDF ଦେଖେଇବ, ଅନୁମୋଦିତ ତାଲିକା ଓ ପ୍ରତ୍ୟାଖ୍ୟାନ ତାଲିକା ମାନେ ଯେଉଁମାନଙ୍କର କଟିଯାଇଛି, ଆଉ ଯେଉଁମାନଙ୍କର ଆପ୍ରୁଭ୍ ହେଇଛି ବା ଆସନ୍ତା 24 ତାରିଖରେ ପାଇବେ, ସେମାନଙ୍କର ଲିଷ୍ଟ ଅନୁମୋଦିତ ତାଲିକାରେ ଅଛି। ଆପଣ ଏଠି PDF ଫାଇଲ୍ରେ କ୍ଲିକ୍ କରିକି ଆପଣଙ୍କ ଲିଷ୍ଟଟି ଚେକ୍ କରିପାରିବେ। ତ ଏଇଭଳି ଭାବରେ ଆପଣ ନିଜେ ଆପଣଙ୍କ ପଞ୍ଚାୟତର ଲିଷ୍ଟ ଆପଣ ଚେକ୍ କରିପାରିବେ।